ଜୟଗୁରୁ ଷଷ୍ଠ ପରିଚ୍ଛେଦ ଭାବ ସାଧନା। ଅନ୍ନପୂର୍ଣ୍ଣା ମାହାତ୍ମ୍ୟ। ଯୋଗ ସାଧନା ଦ୍ୱାରା ନିର୍ବିକଳ୍ପ ସମାଧି ଲାଭ କଲା ପରେ ପରମହଂସ ନିଗମାନନ୍ଦ ମନରେ କେତେ କାଳ ପାଇଁ ଗୋଟିଏ ଅଭିମାନ ଜାଗି ଉଠିଲା ଏବଂ ସେ ସାକାରବାଦକୁ ଖଣ୍ଡନ କରି ଯକ୍ତି ଦ୍ୱାରା ନିରାକାରବାଦ ପ୍ରତିପାଦନ କରିବାକୁ ଲାଗିଲେ। ସେ ଅନେକ ସାକାରବାଦୀ ପଣ୍ଡିତଙ୍କୁ ଯୁକ୍ତିରେ ପରାସ୍ତ କରି ବିଦ୍ୟାନଗରୀରେ କାଶୀରେ ଉପସ୍ଥିତ ହେଲେ। ନିର୍ବିକଳ୍ପ ସମାଧି ପରେ ସ୍ୱାମୀ ନିଗମାନନ୍ଦଙ୍କ ନିକଟରେ ବ୍ରହ୍ମ ବ୍ୟତୀତ ଆଉ କିଛି ନଥିଲା। କାଶୀରେ ଉପସ୍ଥିତ ହୋଇ ଦେଖିଲେ ଯେ ଜଣେ ଆଚାରଶୁଦ୍ଧ ବ୍ରାହ୍ମଣ ଚକ୍ଷୁ ମୁଦ୍ରିତ କରି ଶିବଲିଙ୍ଗ ପୂଜା କରୁଛନ୍ତି। ସ୍ୱାମୀ ନିଗମାନନ୍ଦ ଏହି ମନ୍ଦିରକୁ ଯାଇ ଶିବଲିଙ୍ଗକୁ କୋଳ କରି ବସିଲେ। ବ୍ରାହ୍ମଣ ଚକ୍ଷୁ ଫିଟାଇ ସ୍ୱାମୀଙ୍କୁ ଶିବଲିଙ୍ଗସ୍ନ ଦେଖି ଶିବ ଅପବିତ୍ର ହେଲେ ବୋଲି କହି ରାଗରେ ଉତ୍ତେଜିତ ହୋଇ ଉଠିଲେ। ସ୍ୱାମୀ ନିଗମାନନ୍ଦଙ୍କ ଚକ୍ଷୁରେ ଜଗତ୍ ବ୍ରହ୍ମମୟ, ଶିବ କେବେ କେଉଁଠାରେ ଅପବିତ୍ର ହୁଅନ୍ତି ନାହିଁ ବୋଲି ତାଙ୍କର ଧାରଣା। ବ୍ରାହ୍ମଣଙ୍କର ଉକ୍ତ ବାକ୍ୟ ଶୁଣି ନିଗମାନନ୍ଦ କହିଲେ, ଶିବ ମଙ୍ଗଳମୟ, ସଦା ପବିତ୍ର, କିନ୍ତୁ କାଶୀରେ ଦେଖିଲେ ଶିବ ମଧ୍ୟ ଅପବିତ୍ର ହୁଅନ୍ତି। ଏହା ଶୁଣି ଉକ୍ତ ବ୍ରାହ୍ମଣ ନିଗମାନନ୍ଦଙ୍କର ପରମହଂସ ସତ୍ତ୍ୱର ପରିଚୟ ପାଇ ଲଜ୍ଜିତ ହେଲେ। ପରମହଂସ ନିଗମାନନ୍ଦଙ୍କୁ ସେଠାରେ ଯାଇ ରାସ୍ତାରେ କାଙ୍ଗାଳମାନଙ୍କୁ ଉଚ୍ଛିଷ୍ଟ ପତ୍ର ସଂଲଗ୍ନ ଅନ୍ନାବସରରେ ଆହାର କରୁଥିବାର ଦେଖି ଅନ୍ନପୂର୍ଣ୍ଣାଙ୍କ କାଶୀଧାମରେ ମନୁଷ୍ୟ ଏପରି ଅଭୂଲ୍ୟ ରହୁଥିବାରୁ ବିସ୍ମୟ ପ୍ରକାଶ କଲେ। ଏହା ଶୁଣି ଜଣେ ପଣ୍ଡିତ କହିଲେ, କେହି ଆଗନ୍ତୁକ କାଶୀରେ ଅଭୁକ୍ତ ରୁହନ୍ତି ନାହିଁ। ଅନ୍ନପୂର୍ଣ୍ଣା କିପରି ଆଗନ୍ତୁକଙ୍କୁ ଅଭୁକ୍ତ ରଖନ୍ତି ନାହିଁ, ତାହା ପରୀକ୍ଷା କରିବା ଅଭିଳାଷରେ ସ୍ୱାମୀ ନିଗମାନନ୍ଦ ପରମହଂସ ନିଜେ ସମସ୍ତ ଦିନ ଅନାହାରରେ ରହି ସନ୍ଧ୍ୟା ସମୟରେ ଦଶାଶ୍ୱମେଧ ଘାଟ ନିକଟରେ ବସି ରହିଲେ। ଏହି ସମୟରେ ଜଣେ ଅତି କଦାକାର ବୃଦ୍ଧା ଖଣ୍ଡିଏ ମଇଳା ଲୁଗା ପିନ୍ଧି ତାଙ୍କ ନିକଟକୁ ଆସି କହିଲେ, ବାବା, ମୁଁ ଗଙ୍ଗାରେ ସ୍ନାନ କରିବି। ମୋର ଏହି ପୁଡ଼ାଟି ତୁମ ନିକଟରେ ରଖି ଯାଉଛି, ତୁମେ ଟିକିଏ ନଜର ରଖ। କିଛି କ୍ଷଣ ପରେ ନିଗମାନନ୍ଦ ସମାଧିସ୍ଥ ହୋଇ ପଡ଼ିଲେ। ରାତି 10 ଘଣ୍ଟା ପରେ ତାଙ୍କର ସମାଧି ଭଙ୍ଗ ହେଲା। ନିଗମାନନ୍ଦ ଦେଖିଲେ ହିନ୍ଦୁସ୍ଥାନୀ ବୃଦ୍ଧା ସେପର୍ଯ୍ୟନ୍ତ ଗଙ୍ଗାରୁ ଫେରି ତାର ପୁଡ଼ାଟି ନେଇ ନାହିଁ ଏବଂ ପୁଡ଼ା ସେହିଠାରେ ପୂର୍ବ ପରି ପଡ଼ି ରହିଛି। ଏହା ଦେଖି ସେ ବିସ୍ମିତ ହେଲେ। କିଛି ସମୟ ଅପେକ୍ଷା କରି ପୁଡ଼ା ଖୋଲିଲେ। ସେଥିରେ ବର୍ଦ୍ଧମାନର 8 ଗୋଟି ସୀତାଭୋଗ ଥିବାର ଦେଖି ତାଙ୍କର ବିସ୍ମୟ ଆହୁରି ବର୍ଦ୍ଧିତ ହେଲା ଏବଂ ହିନ୍ଦୁସ୍ଥାନୀ ବୃଦ୍ଧା ଭୁଲରେ ପୁଡ଼ାଟି ଛାଡ଼ି ଯାଇଥିବାରୁ ତାଙ୍କର ଆଦୌ ସନ୍ଦେହ ହେଲା ନାହିଁ। ମା ଅନ୍ନପୂର୍ଣ୍ଣାଙ୍କର ଛଳନା ବୁଝିପାରି ନିଗମାନନ୍ଦ ସାରା ଦିନ ଅଭୁକ୍ତ ଥିବାରୁ ସେ ସୀତାଭୋଗତନକ ଆହାର କରି କ୍ଷୁଧା ନିବୃତ୍ତି କଲେ। ଅପୂର୍ଣ୍ଣ ବୋଧର ଜାଗରଣ। ମାତ୍ର ମା ଅନ୍ନପୂର୍ଣ୍ଣା ପ୍ରଚ୍ଛନ୍ନ ବେଶରେ ତାଙ୍କ ନିକଟରେ ଖାଦ୍ୟ ରଖିଦେଇ ପ୍ରକାଶ୍ୟରେ ଖାଇବାକୁ ନ କହି ନିଗମାନନ୍ଦଙ୍କର ଅଭିମାନ ନିଷେଧ ହେଲା ନାହିଁ। ମନରେ ଏହି ଚିନ୍ତା କରି ନିଜର ନିର୍ଦ୍ଦିଷ୍ଟ ବାସସ୍ଥାନ ପର୍ଯ୍ୟନ୍ତ ଯାଇ ନ ପାରି ସେ ଗୋଟିଏ ଚେମେନି ମେଳ ପରିପୂର୍ଣ୍ଣ ଭଗ୍ନ ଗୃହରେ ଶୟନ କଲେ। କିଛି ସମୟ ପରେ ସ୍ୱପ୍ନରେ ଦେଖିଲେ ଯେ ସେ ବୃଦ୍ଧା କହୁଛନ୍ତି, କିରେ ସୀତାଭୋଗ ଖାଇଲୁ? କାଶୀରେ କେହି ଅଭୁକ୍ତ ରହନ୍ତି ନାହିଁ, ତେଣୁ ମୁଁ ତୋତେ ସୀତାଭୋଗ ଦେଇଥିଲି। ତୁ କିଛି ଜ୍ଞାନଲାଭ କରିପାରୁ ନାହୁଁ। ଭଗବାନ ସର୍ବତ୍ର ଶକ୍ତିମାନ, ଅଖଣ୍ଡମଣ୍ଡଳାକାର,
ଏକଥା ତ ବୈଦିକାନ୍ତ ସତ୍ୟ। ବେଦାନ୍ତରେ ଅଛି ଚନ୍ଦ୍ର ସୂର୍ଯ୍ୟ ପ୍ରଭୃତିଙ୍କର ଅଧିଷ୍ଠାତ୍ରୀ ଦେବୀ ଅଛନ୍ତି। ତେବେ କାଶୀରେ ନଥିବେ କାହିଁକି? ନିଗମାନନ୍ଦ ପଚାରିଲେ, ମା, ତୁମେ କିଏ? ବୃଦ୍ଧା କହିଲେ, ମୁଁ ଅନ୍ନପୂର୍ଣ୍ଣା, କାଶୀର ଅଧିଷ୍ଠାତ୍ରୀ ଦେବୀ। ନିଗମାନନ୍ଦ ପଚାରିଲେ, ତେବେ ତୁମେ ଏପରି ବେଶରେ କାହିଁକି ଦେଖାଦେଲ? ନିଜ ରୂପ ଥରେ ଦେଖାଅ। ଉତ୍ତରରେ ବୃଦ୍ଧା କହିଲେ, ତୁ ଦେବାଦେବୀ ବିଶ୍ୱାସ କରୁନାହୁଁ, ତେଣୁ ମୁଁ ସେହି ବୃଦ୍ଧା ରୂପରେ ତତେ ଦେଖା ଦେଇଥିଲି। ଭଗବାନ ଅନନ୍ତ ଶକ୍ତିମାନ। ଦେବାଦେବୀରୁ ତାଙ୍କର ବିଭିନ୍ନ ଶକ୍ତିର ପରିଚୟ। ସେ ଯେ ବିଶ୍ୱରୂପୀ, ତାହାଙ୍କ ଶକ୍ତିର ବିଶ୍ୱ ପରିଚାଳିତ। ତାଙ୍କର କ'ଣ ଗୋଟିଏ ବୃଦ୍ଧା ରୂପ ଧାରଣ କରିବାର ଶକ୍ତି ନାହିଁ? ଏହା କହି ମା ଅନ୍ନପୂର୍ଣ୍ଣା ନିଗମାନନ୍ଦଙ୍କୁ ଭୁବନ ମୋହନ ଦେବୀ ଅନ୍ନପୂର୍ଣ୍ଣା ମୂର୍ତ୍ତିରେ ସାକ୍ଷାତ ଦେଲେ। ଅଙ୍ଗ ଗନ୍ଧରେ ଗୃହ ଆମୋଦିତ ହୋଇଉଠିଲା। ଅନ୍ନପୂର୍ଣ୍ଣାଙ୍କ ଦେହରେ ବ୍ରହ୍ମ ସାକାର ଫୁଟିଥିବାରୁ ସ୍ୱାମୀ ନିଗମାନନ୍ଦ ପ୍ରତ୍ୟକ୍ଷ ଦେଖିପାରିଲେ। ଅନ୍ନପୂର୍ଣ୍ଣା ପୁନରାୟ କହିଲେ, ବତ୍ସ, ଯେ ନିରାକାର ନିର୍ଗୁଣ ବ୍ରହ୍ମ, ସେହି ପୁଣି ସାକାରରେ ସଗୁଣରେ ଆସି ଲୀଳା କରୁଛନ୍ତି। ତାଙ୍କର ସାକାର ମୂର୍ତ୍ତି ପ୍ରତି ତୋର ଏତେ ହେୟଜ୍ଞାନ କାହିଁକି? ତୋର ପରବ୍ରହ୍ମ ଜ୍ଞାନ ଲାଭ ହୋଇଛି, ଅପରବ୍ରହ୍ମ ଜ୍ଞାନ ତୁ ବର୍ତ୍ତମାନ ସୁଦ୍ଧା ଲାଭ କରିପାରିନାହୁଁ କାହିଁକି? ଭାବ ବା ଲୀଳା ଜଗତ ବର୍ତ୍ତମାନ ସୁଦ୍ଧା ତୋ ନିକଟରେ ଅଜ୍ଞାତ, ସୁତରାଂ ତୁ ଅପୂର୍ଣ୍ଣ। ଭାବର ସାଧନା କର, ତେବେ ସବୁ ଖୋଲିଯିବ। ଏହା କହି ଦେବୀ ଅଦୃଶ୍ୟ ହୋଇଗଲେ। ନିଗମାନନ୍ଦଙ୍କର ସ୍ୱପ୍ନ ଭାଙ୍ଗିଗଲା। ସଙ୍ଗେ ସଙ୍ଗେ ମନ ଭିତରେ ଅପୂର୍ଣ୍ଣତାର ଆକୁଳତା ଜାଗି ଉଠିଲା। ସେ ଭାବିଲେ, କାହିଁ ମୁଁ ତ ପୂର୍ଣ୍ଣ ନୁହେଁ। ଲୀଳାର ରହସ୍ୟ ତ ମୁଁ ଆୟତ୍ତ କରି ପାରିଲି ନାହିଁ। ପରେ ପ୍ରଭାତ ହେବାରୁ ଅନ୍ନପୂର୍ଣ୍ଣାଙ୍କ ମନ୍ଦିରକୁ ଯାଇ ଦେବୀଙ୍କୁ ଦର୍ଶନ କଲେ ଓ ତାଙ୍କୁ ଜ୍ୟୋତିର୍ମୟ ରୂପରେ ଦେଖି ମନ ଆହୁରି ବ୍ୟାକୁଳ ହୋଇଉଠିଲା। ପୂର୍ବରୁ ଯେଉଁ ଲୀଳା ଜଗତ ପ୍ରତି ତାଙ୍କର ଅବିଶ୍ୱାସ ଥିଲା, ତାହା ବର୍ତ୍ତମାନ ପ୍ରତ୍ୟକ୍ଷ ଅନୁଭୂତ ହେବାରୁ ସେ ବୁଝିଲେ ଯେ ଏ ତତ୍ତ୍ୱ ତାଙ୍କଠାରୁ ପ୍ରକାଶିତ ନ ହେବାରୁ ବର୍ତ୍ତମାନ ସୁଦ୍ଧା ସେ ପୂର୍ଣ୍ଣ ଜ୍ଞାନ ଲାଭ କରିପାରି ନାହାନ୍ତି। ଗୌରୀ ମା। କିଛିଦିନ ନିଗମାନନ୍ଦ ଭଗବତ ଆରାଧନାରେ ପନ୍ଥା ଜାଣିବା ନିମିତ୍ତ ଉପାୟ ଅନ୍ୱେଷଣ କଲେ, କିନ୍ତୁ କେଉଁଠାରେ କିଛି ଫଳ ହେଲା ନାହିଁ। ଏହି ସମୟରେ ଗୌରୀ ମାଙ୍କ କଥା ନିଗମାନନ୍ଦଙ୍କର ମନେ ପଡ଼ିଲା। ସେ କାଳ ବିଳମ୍ବ ନ କରି ପଦବ୍ରକରରେ ମୈଶ୍ୱରୀ ବାଟ ଦେଇ ଯାଇ ପର୍ବତ ମାଳା ପରିବେଶିତ ଗୌରୀ ମାଙ୍କର ଆଶ୍ରମରେ ଉପନୀତ ହେଲେ। ପାଠକମାନଙ୍କର ସ୍ମରଣ ଥିବ ଯେ ନିଗମାନନ୍ଦ ଗୌରୀ ମାଙ୍କ ନିକଟକୁ 2 ବର୍ଷ ପୂର୍ବେ ସ୍ୱାମୀ ସଚ୍ଚିଦାନନ୍ଦଙ୍କ ସହିତ ଯାଇଥିଲେ। ଗୌରୀ ମା ବିଶିଷ୍ଟ ମହାପୁରୁଷଙ୍କ ସହିତ ସୁଦ୍ଧା ସାକ୍ଷାତ କରନ୍ତି ନାହିଁ, କିନ୍ତୁ ସଚ୍ଚିଦାନନ୍ଦଙ୍କ ସହିତ ତାଙ୍କର ପରିଚୟ ଥିବାରୁ ଓ ନିଗମାନନ୍ଦ ତାଙ୍କ ସହିତ ଯାଇଥିବାରୁ ଗୌରୀ ମାଙ୍କ ସହିତ ସାକ୍ଷାତ ହୋଇଥିଲା। ଗୌରୀ ମାଙ୍କ ସେବକମାନେ ପୃଥକ ଥାଆନ୍ତି। ନିଗମାନନ୍ଦ ଆଶ୍ରମରେ ଉପସ୍ଥିତ ହୋଇ ଭିତରକୁ ପ୍ରବେଶ କରିବାକୁ ପ୍ରହରୀଙ୍କୁ ଅନୁମତି ମାଗିଲେ, ମାତ୍ର ପ୍ରହରୀ ପ୍ରଥମ ଦିନ କର୍ଣ୍ଣପାତ କଲେ ନାହିଁ। ପରଦିନ ପୁନରାୟ କହିବାରୁ ପ୍ରହରୀ ଗୌରୀ ମାଙ୍କୁ ଜଣାଇଲେ। ଭିତରକୁ ଯିବାକୁ ଗୌରୀ ମାଙ୍କ ଆଦେଶ ହେଲା। ଗୌରୀ ଦେବୀ କାଶ୍ମୀର ଦେଶୀୟ ବ୍ରାହ୍ମଣ କନ୍ୟା, ଅନୁପମ ରୂପଲାବଣ୍ୟ ସମ୍ପନ୍ନା, ଯୋଗବିତ୍ତ-ଯୁକ୍ତା। ଏହାଙ୍କ ବୟସ ପ୍ରାୟ 4-7 ବର୍ଷ ହେଲା ମଧ୍ୟ ଦେଖିବାକୁ 17-18 ବର୍ଷିୟା ଯୁବତୀଙ୍କ ପରି ପ୍ରତୀୟମାନ ହୁଅନ୍ତି। ଗୋଟିଏ ମନୋରମ ଉପତ୍ୟକା ପ୍ରଦେଶରେ ବିସ୍ତୀର୍ଣ୍ଣ ଆଶ୍ରମାୟତନ ମଧ୍ୟରେ ଲତାପତ୍ରକ ପରି ଶୋଭିତ ନିଭୃତ କୁଞ୍ଜ ଗହନରେ ଉଲଗ୍ନ ଅବସ୍ଥାରେ ସେ ଅବସ୍ଥାନ କରନ୍ତି। ଏକମାତ୍ର ସିଦ୍ଧ ମହାତ୍ମାଙ୍କ ବ୍ୟତୀତ କେହି
କୁଞ୍ଜ ମଧ୍ୟରେ ପ୍ରବେଶ କରିପାରନ୍ତି ନାହିଁ। ଅନ୍ୟ ମହାପୁରୁଷମାନଙ୍କୁ ସେ ବତ୍ସାଦିତ ଦେହରେ ବାହାରି ଆସି ଦର୍ଶନ ଦାନ କରିଥାନ୍ତି। ଦେବୀଙ୍କର ଅସାଧାରଣ ଶାସ୍ତ୍ରଜ୍ଞାନ ଓ ଯୋଗ ବିଭୂତି ଦେଖିଲେ ଚମତ୍କୃତ ହେବାକୁ ପଡ଼େ। ଯେକୌଣସି ପ୍ରାଦେଶିକ ଭାଷାରେ ପ୍ରକାଶିତ ଆଧୁନିକ ମତ, ଶ୍ରେଷ୍ଠ ପ୍ରବନ୍ଧ ଓ କବିତାର ସମାଲୋଚନା ତାଙ୍କ ମୁଖରୁ ଶ୍ରବଣ କରି ପରମହଂସ ନିଗମାନନ୍ଦ ଅବାକ୍